ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ହେଉଛି ନୂଆଖାଇ। ଆଉ କିଛି ଦିନ ପରେ ହେବାକୁ ଥିବା ଏହି ମୁଖ୍ୟ ପର୍ବ ପାଇଁ ଗାଁରୁ ସହର ଏବେଠୁ ଚଳଚଞ୍ଚଳ ହୋଇଗଲାଣି। କାହିଁ ଅନାଦି କାଳରୁ ପାଳିତ ହେଉଥିବା ନୂଆଖାଇ ବିଭିନ୍ନ ସୋପାନ ଦେଇ ଅତିକ୍ରମ କରିଥାଏ। ନୂଆଖାଇ ପୂର୍ବରୁ ଗ୍ରାମାଞ୍ଚଳରେ ପ୍ରଥମ ସୋପାନରେ ବା ପ୍ରଥମ ତିହାର ଭାବେ ରୋଗୀବଲା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ଗାଁରୁ ସମସ୍ତ ପ୍ରକାର ରୋଗ ଦୂରେଇ ଯାଉ, ସମସ୍ତେ ସୁସ୍ଥ ରହି ନୂଆ ଖାଆନ୍ତୁ, ଏହି ସଂକଳ୍ପ ନେଇ ଗାଁର ଝାଙ୍କରମାନେ ଗାଁର ପ୍ରତ୍ୟେକ ଦେବାଦେବୀ ପୀଠରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିଥାନ୍ତି। ଏହି ରୋଗୀବଲା କେବଳ ମଣିଷ ଦେହରୁ ନୁହେଁ ବରଂ ସମସ୍ତ ଜୀବଜଗତରୁ ରୋଗ ଉଭେଇ ଯାଉ ବୋଲି କାମନା କରାଯାଇଥାଏ। ଏହି କ୍ରମରେ ଆଜି କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ରିସିଡ଼ା ପଞ୍ଚାୟତର ସଲଣ୍ଡିଆ ମୁଣ୍ଡାଠାରେ ରୋଗୀବଲା ସମ୍ପନ୍ନ ହୋଇଛି। ଗ୍ରାମର ଝାଙ୍କର ଉମାକାନ୍ତ ଭୋଇ ଗାଁର ପ୍ରତ୍ୟେକ ଦେବାଦେବୀ ଗୁଡ଼ିକରେ ପୂଜାପାଠ କରିଥିଲେ। ଗାଁର ପ୍ରତ୍ୟେକଙ୍କ ଘରୁ ଖଇ, ଫୁଲ, ଧୂପ ଆସିଥିଲା ଧର୍ନୀ ଗୁଡ଼ିକୁ। ଧର୍ନୀ ଗୁଡ଼ିରେ ପୂଜାପାଠ ପରେ ସମସ୍ତ ଫୁଲ, ଧୂପ, ଖଇ ସଂଗ୍ରହ କରି ଝାଙ୍କର ଗ୍ରାମର ବୟୋଜ୍ୟେଷ୍ଠ ଲୋକଙ୍କ ସହ ଗାଁ ଶେଷ ମୁଣ୍ଡକୁ ଯାଇଥିଲେ। ସେଠାରେ ରୋଗୀବଲାଣି କରି ପୂଜାପାଠ ସହ ବଳି ଦିଆଯାଇଥିଲା। ବିଶେଷତଃ ରୋଗୀବଲା ପର୍ବରେ ବୟୋଜ୍ୟେଷ୍ଠମାନେ ସାମିଲ ହୋଇଥାନ୍ତି ଓ ବଳି ଦେଇଥିବା ବୋଦା, କୁକୁଡ଼ା ଆଦିର ପ୍ରସାଦ ସେବନ କରି ସନ୍ଧ୍ୟାରେ ଗାଧୋଇ ପାଧୋଇ ନିଜ ଘରକୁ ଫେରିଥାନ୍ତି। ବ୍ୟୁରୋ ରିପୋର୍ଟ, ଲୋକ ଆବାଜ .in